କଣାସ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଥାନା ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଗ୍ରାମ ବଳିଆର ସିଂ ନାମକ ଜଣେ ଯୁବକଙ୍କ ବେକ, ମୁଣ୍ଡ ଓ ଗାଲରେ ଭଙ୍ଗା କାଚ ବୋତଲ ପୁରାଇ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଛି। ସୂଚନା ଅନୁଯାୟୀ ନାନକେରା ଗାଁରେ ଡ୍ରାମା ରିହର୍ସଲ ସାରି ରାତିରେ ଘରକୁ ଫେରୁଥିଲେ ସଂଗ୍ରାମ। କଣାସ ଥାନା ନିକଟରେ ପୂର୍ବରୁ ଛକି ରହିଥିବା ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ପ୍ରଥମେ ବଚସା ଓ ପରେ ସାଂଘାତିକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଏତେ ଉଗ୍ର ଥିଲେ ଯେ ଏକ ଭଙ୍ଗା କାଚ ବୋତଲକୁ ସଂଗ୍ରାମଙ୍କ ଗାଲ ଓ ବେକରେ ପୁରାଇ ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିଜ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ ଦୌଡ଼ି ଦୌଡ଼ି ଥାନା ଭିତରକୁ ପଶି ଯାଇଥିଲେ। ହେଲେ ଆଶ୍ଚର୍ଯ୍ୟର କଥା, ସେହି ସମୟରେ ଥାନାରେ ତାଲା ପଡ଼ିଥିଲା। ପୋଲିସ ନିଘୋଡ଼ ନିଦରେ ଶୋଇଥିବା ବେଳେ ବାହାରେ ଯୁବକ ଜଣକ ଜୀବନ ଭିକ୍ଷା କରି ଗୁହାରି କରିଥିଲେ। ପ୍ରଥମେ ନିରାଶ ହୋଇ ଫେରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେଠାରେ ପୋଲିସକୁ ନିଜର ଆପତ୍ତି ଜଣାଇଥିଲେ। ଘଟଣାକୁ ନେଇ କଣାସ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ ବର୍ତ୍ତମାନ ଫେରାର ଥିବା ବେଳେ ସେମାନଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଗତକାଲି ରାତିରେ ସେ ନିହାର ଜୟସିଂ ବୋଲି ସହନାର ଗୋଟେ ପିଲାକୁ ସେଟିଂ କରି ତା ନା ଷଣ୍ଢ ଡାକନା ମୋତେ ଅଯଥାରେ ମୋ ଭାଇକି କାହିଁ ତୁ ଗାଡ଼ି ବନ୍ଦ କଲୁ। ମୁଁ କହିଲି ଆରେ ଭାଇ କି ନା ଅଜୁ ଭାଇ। ମୁଁ କହିଲି ଆରେ ଅଜୁ କିଏ ଭାଇ? ଅଜୁ ଭାଇ ଯାହା ନାଁରେ 7-8ଟା ଲଗା କେସ୍ ଥାନାରେ ଭାଇ ଗଡ଼ୁଛି। ମୁଁ ତାକୁ ଗାଡ଼ି ବନ୍ଦ କରିବି, କ'ଣ କରିବି? ମୁଁ ଭାଇ ସାଧାରଣ ଲୋକଟା, ଦୋକାନ ଖଣ୍ଡେ ଦେଇ ବହିଛି ଭାଇ। ମାଛିକି ତୁ ବୋଧେ କହିବା ତ ନା ଭାଇ, କୁକୁରଟା ଭାଇ, ମୁଁ କୁକୁର ଭଳି ଭାଇ ଗୋଡ଼ ତଳ ରହିବା ଲୋକଟା ବିଜନେସ୍ କରିବାକୁ ଚାହେଁ। ମୁଁ କ'ଣ ତୋତେ ବାଡ଼େଇବି, ତାକୁ ବାଡ଼େଇବି? ସିଏ ଆସିଲା, ମୁଁ ଯାଉଥିଲି ଘରକୁ ରାସ୍ତାରେ, ମୋତେ ଅଟକେଇ ମୋ ସାଙ୍ଗରେ ବି ଗୋଟେ ପିଲା ମୁନାବାଜି ବୋଲି ଥିଲା, ମୋତେ ଅଟକେଇକି ମୋତେ ମାରିଦେବାକୁ ଚେଷ୍ଟା କଲା, ମୋତେ ମାରିଦେବାକୁ ଉଦ୍ୟମ କରିଥିଲା। ମୋ ଅଜୁ ଭାଇକି କାହିଁ ତୁ ଗାଳି କରୁଛୁ? ମୋ ଅଜୁ ଭାଇକି କାହିଁ ତୁ ଗାଳି କରୁଛୁ? ଆରେ ଅଜୁ ଭାଇ ଭାଇ ସେ ଭାଇ ଡନ୍ରେ ଭାଇ, ଭାଇ ମୁଁ ଗାଳି କରିବି ଅଜୁ କରିବା ଭାଇ? ଆପଣ କୌଣସି ଥାନାରେ ଯାଆନ୍ତୁ, ଯୁଆଡ଼େ ଯାଆନ୍ତୁ, ଦେଖିବେ ମୁଁ କେଉଁଠି କାହାକୁ କ'ଣ 5 ଟଙ୍କା ନେଇଥିବି ଦେଇପାରିନି, ସେ କଥା ଅଲଗା କଥା। ମୋ ନାଁରେ କି ଅବଜେକ୍ସନ୍ କି କ'ଣ ଚେକ୍ ବାଉନ୍ସ କେସ୍ ହେଇଥିବ, ସେ ଜିନିଷ ଅଲଗା କଥା। ମୁଁ ଦେଇନି, ଆଜି ଦେଇନି, କାଲି ଦେବି, କିନ୍ତୁ ମୋ ଜୀବନରେ କାହାକୁ ବାଡ଼େଇଛି ଭଲ ମନ୍ଦ କଥା କେବେ ବି ନାହିଁ। ଅଜୁ ବେହେରା ଯିଏ ମୁଁ ଜାଣିଛି ବହୁତ ବିଶ୍ୱାସ କରିବା ପିଲା ସେ। ମୁଁ କ'ଣ କାହାକୁ କରିବି? ଦେଖନ୍ତୁ ମୋତେ ସେ ପିଲା ଯେ ଶିପୁ ଷଣ୍ଢ ବୋଲି, ଅଜୁ ବେହେରା ମୋ ଭାଇ କାହିଁ ବାଡ଼େଇଲୁ ବୋଲି କହି କାଚ ବୋତଲ ଭାଙ୍ଗି, ଥଣ୍ଡା ବୋତଲ କାଚ ବୋତଲ ଭାଙ୍ଗିକି ମୋର ଏ ଜାଗାରେ ମୋର 4ଟା ଷ୍ଟିଚ୍ ପଡ଼ିଛି। ଏ ଜାଗା ମୋର କଟିଛି। ଏପଟ ଏ ପଛପଟ ଏଇଗରା ଏଠି ଫାଟିକି ଏଠି ଷ୍ଟିଚ୍ 2ଟା ପଡ଼ିଛି ଏଠି। ମୋ ଆଖି ଏ ଜାଗା ସ୍କାର୍ଚ, ଏ ଜାଗା ମୋ ଆଖିରେ ସ୍କାର୍ଚ। ଗୋଟେ ବୋତଲ, ଥଣ୍ଡା ବୋତଲ ଭାଙ୍ଗିକି ସାଇ ବ୍ୟାଙ୍କ ଫ୍ରଣ୍ଟ ଯେଉଁ ଦିଲୁ ଭାଇଙ୍କ ପାନ ଦୋକାନ, ଜିତେନ୍ଦ୍ରଙ୍କ ଦୋକାନ ପାଖରେ କିନା ସବୁ ଏମିତି ବ୍ୟବସ୍ଥା କରିଛି। ମୋ ହାତ ଏସବୁ ସବୁ ହାତ ଫାତ ଏସବୁ ଖଣ୍ଡିଆ ସବୁ ଖଣ୍ଡିଆ ହେଇକି ମୁଁ କଡ଼େ କୌଶଳରେ ସେଠୁ ଯେହେତୁ ମୋ ପାଖରେ ମୁନା ଥିଲା, ମୁନା ମାଜିଥିଲା, ସେ ଯେହେତୁ ହାତରେ ଧରିଛି କ'ଣ ବୋତଲଟା, ଭଙ୍ଗା ବୋତଲଟା ଇଏ କରୁଛି, ମୁନା ବି ତା ପାଖକୁ ଯାଇପାରିଲେନି। ମୁନା ଥିଲା ବୋଲି ମୁଁ ବଞ୍ଚିକି କିନ୍ତୁ ସେ ଜାଗାରୁ ଥାନା ଆଡ଼େ ପଳେଇ ଆଇଲି। ଗାଡ଼ି ବୁଲେଇକି ଗାଡ଼ି ଉପରେ ବସିକି ମୁନାଟା ଗୋଟେ ଧରି ଦେଇଛି, ମୁଁ ପଳେଇ ଆଇଛି। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।